ପୂର୍ବକାଳରେ ମଦ୍ର ଦେଶରେ ଜଣେ ରାଜା ଥିଲେ। ତାଙ୍କ ନାମ ଥିଲା ଅଶ୍ୱପତି। ତାଙ୍କ ସ୍ତ୍ରୀଙ୍କର ନାମ ଥିଲା କୌଶଲ୍ୟା। ତାଙ୍କ ରାଜ୍ୟ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ରହିଥିଲା ଓ ସେ ରାଜା ମଧ୍ୟ ଅତି ପ୍ରଜାବତ୍ସଳ ଥିଲେ। ନ୍ୟାୟର ସହିତ ସେ ରାଜ୍ୟ ପାଳନ କରୁଥିଲେ। କିନ୍ତୁ ରାଜାରାଣୀଙ୍କର ବଡ଼ ଚିନ୍ତା ଥିଲା। ତାଙ୍କର କେହି ସନ୍ତାନ ନଥିଲେ। କୋଳରେ ସନ୍ତାନ ନଥିଲେ ମନୁଷ୍ୟ ଜୀବନର ପୂର୍ଣ୍ଣତା ଲାଭ କରିନଥାଏ। ତେଣୁ ରାଜାରାଣୀ ବଡ଼ ଦୁଃଖରେ ଥାଆନ୍ତି। ଏଥିପାଇଁ ସେମାନେ ସାଧୁ ପଣ୍ଡିତମାନଙ୍କ ଠାରୁ ମତ ନେଲେ ଓ ସାବିତ୍ରୀ ଯଜ୍ଞ କଲେ। 18 ବର୍ଷ ଅବିରତ ଯଜ୍ଞ ଚାଲିଲା। ପୂର୍ଣ୍ଣାହୁତିର ପୂର୍ବ ରାତିରେ ସପନରେ ରାଣୀ ଦେଖିଲେ କେହି ଜଣେ ସୁନ୍ଦରୀ ଝିଅଟିଏ ତାଙ୍କୁ ମା ମା ବୋଲି ଡାକି ତାଙ୍କ କୋଳରେ ଖେଳୁଛି। ସକାଳେ ଉଠି ରାଣୀ ସ୍ୱପ୍ନ କଥାଟି ରାଜାଙ୍କୁ କହିଲେ। ଉଭୟ ଚିନ୍ତାମଗ୍ନ ହୋଇଥାନ୍ତି ଏବଂ ସେହିଦିନ ଯଜ୍ଞର ପୂର୍ଣ୍ଣାହୁତି ପାଇଁ ଅନ୍ତିମ ଆହୁତି ଦେବା ସମୟରେ ଯଜ୍ଞର ଅଗ୍ନିଶିଖାରେ ଏକ ଅପୂର୍ବ ଜ୍ୟୋତିର୍ମୟୀ ଦେବୀ ପ୍ରକଟ ହେଲେ। ତାଙ୍କ ତେଜରେ ପୃଥିବୀ କମ୍ପି ଉଠିଲା। ସେହି ଦେବୀ କହିଲେ, ହେ ରାଜାରାଣୀ, ଶୁଣ, ମୁଁ ଏହି ଯଜ୍ଞ ସ୍ୱରୂପିଣୀ ଦେବୀ ଅଟେ। ମୋ ନାମ ସାବିତ୍ରୀ। ମୁଁ ତୁମର ଭକ୍ତିନିଷ୍ଠାରେ ଅତ୍ୟନ୍ତ ପ୍ରସନ୍ନ। ସେଇଥିପାଇଁ ମୁଁ ତୁମକୁ ବରଦାନ ଦେଉଛି, ତୁମେ କନ୍ୟାରତ୍ନ ଲାଭ କରିବ। ପୁତ୍ର କଥା ମନରେ ଆଣ ନାହିଁ, କାରଣ 100 ପୁତ୍ରର ସୁଖସିରି ଏହି କନ୍ୟା ତୁମକୁ ଦେବ। ସମସ୍ତେ ଚକିତ ହୋଇ ପୂର୍ଣ୍ଣାହୁତି ସାରି ଯେ ଯାହା ଘରକୁ ଚାଲିଗଲେ। ଅଳ୍ପଦିନ ବିତିଗଲା ପରେ ରାଣୀ ଗର୍ଭବତୀ ହେଲେ ଏବଂ ଏକ ଅମୃତ ଲଗ୍ନରେ ସ୍ୱର୍ଗସୁନ୍ଦରୀ କନ୍ୟାରତ୍ନଟିଏ ରାଣୀଙ୍କ କୋଳରେ ଜନ୍ମ ନେଲେ। ସାବିତ୍ରୀ ଯଜ୍ଞର ପୁଣ୍ୟ ଫଳରୁ ଏହି କନ୍ୟାଟିକୁ ପାଇଥିବାରୁ ତା ନାମ ରାଜାରାଣୀ ରଖିଲେ ସାବିତ୍ରୀ। ଶୁକ୍ଳପକ୍ଷର ଜହ୍ନ ବଢ଼ିଲା ପରି ସାବିତ୍ରୀ ବଢ଼ି ଚାଲିଲେ। ଯେବେ ସେ ଯୁବତୀ ହେଲେ, ପିତାମାତା ପୁଣି କନ୍ୟାର ବିବାହ ପାଇଁ ଚିନ୍ତାମଗ୍ନ ହେଲେ ଓ କନ୍ୟା ପାଇଁ ସ୍ୱୟଂବର ଆୟୋଜନ କଲେ। ସ୍ୱୟଂବରରେ ଯେତେ ଯୁବରାଜ ଆସିଲେ ସମସ୍ତେ ଲଜ୍ଜାରେ ଫେରିଗଲେ। ସାବିତ୍ରୀଙ୍କର ତେଜ ଓ ଜ୍ୟୋତି ଦେଖି ସମସ୍ତେ ନିଜକୁ ମନରେ ଅଯୋଗ୍ୟ ବିଚାରି ଯେ ଯାହା ବାଟରେ ଚାଲିଗଲେ ଏବଂ ସ୍ୱୟଂବର ଭାଙ୍ଗିଗଲା। ଏ ବଡ଼ ପ୍ରମାଦର ପରିସ୍ଥିତି ସୃଷ୍ଟି ହେଲା। ରାଜାରାଣୀ ଚିନ୍ତାରେ ଥିଲେ। ଦିନେ ମାଣ୍ଡବ୍ୟ ଋଷି ରାଜାଙ୍କ ନଅରକୁ ଆସିଥିଲେ ଓ ରାଜାଙ୍କଠାରୁ ସମସ୍ତ ବିଷୟ ଶୁଣିଲେ ଏବଂ କହିଲେ, ହେ ରାଜା ଅଶ୍ୱପତି, ତୁମେ ସାବିତ୍ରୀଙ୍କୁ ଅନୁମତି ଦିଅ, ସେ ନିଜର ସ୍ୱାମୀ ନିଜେ ବାଛୁ। ରାଜା ଋଷିଙ୍କ ଆଜ୍ଞା ପାଇ ସାବିତ୍ରୀଙ୍କୁ ଅନୁମତି ଦେଲେ ଓ ସବୁ ଆୟୋଜନ କରିଦେଲେ। ସାବିତ୍ରୀ ସଖୀମାନଙ୍କୁ ସାଙ୍ଗରେ ଧରି ରଥରେ ବସି ନଗର, ଗିରିବନ ଆଦି ଭ୍ରମଣ କରି କରି ନିଜର ସ୍ୱାମୀ ଅନ୍ୱେଷଣରେ ବାହାରି ପଡ଼ିଲେ। ସେ ଏକ ତପୋବନ ଆଶ୍ରମରେ ଋଷି ତପସ୍ୱୀଙ୍କ ଗହଣରେ ଏକ ସୁନ୍ଦର ଯୁବକକୁ ଦେଖିଲେ। ଦେବତାଙ୍କ ପରି ତାଙ୍କ ରୂପ, ତେଜରେ ସମ୍ଭ୍ରାନ୍ତ ଲକ୍ଷଣ। ତାଙ୍କୁ ଦେଖି ସାବିତ୍ରୀଙ୍କର ମନରେ ପ୍ରୀତି ସୃଷ୍ଟି ହେଲା। ସାବିତ୍ରୀ ସେହିଠାରେ ସେହି ଯୁବକଙ୍କୁ ନିଜ ମନପ୍ରାଣ ଦେଇଦେଲେ ଓ ସଖୀମାନଙ୍କ ସହିତ ରାଜପ୍ରସାଦକୁ ଫେରିଆସି ପିତାଙ୍କୁ ସବୁ କଥା ଜଣାଇଦେଲେ। ଏତିକିବେଳେ ନାରଦ ବୀଣା ବାଦନ କରି କରି ସେଠାରେ ପହଞ୍ଚିଗଲେ। ରାଜା ଅଶ୍ୱପତି ତାଙ୍କୁ ପ୍ରଣାମ କଲେ। ସାବିତ୍ରୀ ମଧ୍ୟ ପ୍ରଣିପାତ କଲେ। ନାରଦ ଚିନ୍ତିତ ହୋଇ ଅଶ୍ୱପତିଙ୍କୁ କହିଲେ, ହେ ଅଶ୍ୱପତି, ଏ ହେଉଛି ବିଧିର ବିଧାନ, ତୁମକୁ କନ୍ୟାଦାନ କରିବାକୁ ହେବ। ରାଜା ହାତ ଯୋଡ଼ି ମୁନିଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ। ସାବିତ୍ରୀ ମଧ୍ୟ ଲଜ୍ଜାରେ ନତମସ୍ତକ ହୋଇ ନିଜର ମତ ଜଣାଇଦେଲେ। ଏହା ଶୁଣି ନାରଦ ମୁନି ବିବ୍ରତ ହୋଇଗଲେ ଏବଂ କହିଲେ, ହେ ସାବିତ୍ରୀ, ତୁମେ ପତି ବରି ନାହଁ, ଦୁର୍ଭାଗ୍ୟକୁ ବରିଅଛ। ଏବେ ବି ପ୍ରତିକାର କରିପାରିବ। ଏହି ଯୁବକକୁ ମନରୁ ବାହାର କର, କାରଣ ବର୍ଷ ଅନ୍ତରେ ଏ ଯୁବକର ଜୀବନ ଯିବ। ତୁମେ ନିଶ୍ଚୟ ବିଧବା ହେବ। ଏ ନାରଦ ବାକ୍ୟ ସତ୍ୟ ହେବ। ଏହା ଶୁଣି ରାଜା ଅଶ୍ୱପତି ମୁନିଙ୍କୁ ଡାକି କହିଲେ, ହେ ମହର୍ଷି, ତୁମେ ତ୍ରିକାଳଦର୍ଶୀ। କିଏ ସେ ଯୁବକ? କ'ଣ ପ୍ରତିକାର କଲେ ଦୁଃଖ ଯିବ? ସବୁକିଛି ଆମକୁ ଖୋଲିକରି କୁହନ୍ତୁ। ଏଥର ନାରଦ ବୁଝାଇ କହିଲେ, ହେ ରାଜା, ମନ ଦେଇ ଶୁଣ। ଶଲ୍ୟ ଦେଶରେ ରାଜା ଦ୍ୟୁମତ ସେନ, ତାଙ୍କ ରାଣୀଙ୍କ ନାମ ମାଳବିକା। ସେମାନଙ୍କର କର୍ମ ଓ ଭାଗ୍ୟ ସବୁ ବାମ ହେବାରୁ ସେ ରାଜା ଚକ୍ଷୁ ହରାଇଲେ, ରାଜ୍ୟରୁ ବିତାଡ଼ିତ ହେଲେ। ତାଙ୍କ ପୁତ୍ରର ନାମ ସତ୍ୟବାନ। କିଏ କିଏ ତାଙ୍କୁ ଚିତ୍ରସେନ ବୋଲି ମଧ୍ୟ କୁହନ୍ତି। ସର୍ବଲକ୍ଷଣ ତାଙ୍କର ସୁପୁରୁଷର, କିନ୍ତୁ ସେ ଅଳ୍ପାୟୁଷ। ଆଜିଠୁ ମାତ୍ର 1 ବର୍ଷ ପରେ ତାଙ୍କର ଆୟୁଷ ପୂରିଯିବ। ଏହାର କି ପ୍ରତିକାର କରିହେବ? ଏହା ଶୁଣି ରାଜାଙ୍କର ମଥା ଘୂରିଗଲା। ଝିଅକୁ ଧରି କହିଲେ,
ମୁଁ ଜାଣୁ ଜାଣୁ ତୋତେ କିପରି ଏ ଜାଗାରେ ବାହା ଦେବି। ତୁମେ ଅନ୍ୟ ବର ବାଛ। କିନ୍ତୁ ସାବିତ୍ରୀ ନାରଦ ମୁନିଙ୍କୁ ଚାହିଁ ନିଜର ନିଷ୍ପତ୍ତି କହିଲେ। ମନରେ ଯାହାକୁ ବରିଛି ତାଙ୍କୁ ହିଁ ସ୍ୱାମୀ ବିଚାରିଛି। କେବଳ ବିବାହ ହେବା ବାକି ଅଛି। ଅନ୍ୟ ପୁରୁଷକୁ ଯଦି ମୁଁ ମନ ଦେବି ତେବେ ଦୋଚାରୁଣୀ ହେବି, ବିଧବା ପଛେ ହେବି, ଅସତୀ ହେବି ନାହିଁ। ସାବିତ୍ରୀଙ୍କର ଏହି ବାକ୍ୟ ଶୁଣି ନାରଦ ଆନନ୍ଦିତ ହୋଇ କହିଲେ, ତୁମେ ମହାସତୀ ହୁଅ, ଜଗତରେ ତୁମର ଖ୍ୟାତି ରହୁ। ଏହାପରେ ରାଜାଙ୍କୁ ଅନ୍ୟ କୁଆଡ଼େ ମନ ନ ବଳାଇ ସାବିତ୍ରୀ ସଙ୍ଗେ ସତ୍ୟବାନର ବାହାଘର ପାଇଁ ଆୟୋଜନ କରିବା ପାଇଁ କହି ନାରଦ ଚାଲିଗଲେ। ଏହାପରେ ଶୁଭଲଗ୍ନ ଦେଖି ରାଜା ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ବିବାହ କରାଇଦେଲେ। ଆନନ୍ଦରେ ଶାଶୁ ଶ୍ୱଶୁରଙ୍କ ସେବା କରି ସ୍ୱାମୀଙ୍କ ସଙ୍ଗରେ ସାବିତ୍ରୀଙ୍କର କିଛି ସମୟ ବିତିଗଲା। ଧୀରେ ଧୀରେ ସେହି ଦିନ ଆସି ଉପସ୍ଥିତ ହେଲା। ସତ୍ୟବାନଙ୍କର ଶେଷ ଦିନ ପାଇଁ ଆଉ 4 ଦିନ ବାକି ରହିଥାଏ। ନାରଦ ଯାହା କହିଥିଲେ ସାବିତ୍ରୀ ମନେ ରଖିଥିଲେ। ଯେପରି ବିପଦରେ ଚଉବାହା ମନୁଷ୍ୟର ବନ୍ଧୁ, ସେହିପରି ସତୀ ନାରୀର ପ୍ରଭୁ ସାହା। ସାବିତ୍ରୀ ଚିତ୍ତରେ ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ବଣରୁ ଫଳମୂଳ ଆଣି ତାକୁ ପାଣି ଛଡ଼ାଇ ବ୍ରାହ୍ମଣ ଭୋଜନ କରାଇ ଦାନ ଦକ୍ଷିଣା ଦେଲେ ଓ ନିଜେ ଉପବାସ କଲେ। ପ୍ରଭୁଙ୍କ ନାମ ଉଚ୍ଚାରଣ କରି 3 ଦିନ ବିତାଇ ଦେଲେ। ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ସାବିତ୍ରୀ ମୁଖରେ ଭାଷା ନଥାଏ, କାରଣ ସେ ଜାଣିଥିଲେ ଆଜି ହେଉଛି ତାଙ୍କ ସ୍ୱାମୀଙ୍କର ମୃତ୍ୟୁର ଦିନ। ହାତରେ କୁରାଢ଼ୀ ଧରି ବଣକୁ କାଠ ସଂଗ୍ରହ କରିବା ପାଇଁ ସତ୍ୟବାନ ବାହାରିଲେ। ସାବିତ୍ରୀ କହିଲେ, ଆଜି ତୁମେ ଏକା ଯାଅ ନାହିଁ। ତୁମେ ଆଦେଶ ଦେଲେ ମୁଁ ତୁମ ସାଙ୍ଗରେ ଯିବି। ସତ୍ୟବାନ କହିଲେ, ତୁମେ ଉପବାସ କରିଛ, ତୁମର ଶକ୍ତି ନାହିଁ, ତୁମେ କିପରି ଯିବ? ସାବିତ୍ରୀ ବୁଝାଇ କହିଲେ, ତୁମେ ହେଉଛ ଶରୀର, ମୁଁ ହେଉଛି ତୁମ ଛାଇ। ଶରୀର ମଧ୍ୟରେ ଶକ୍ତି ଥିଲେ ଛାଇ ସାଥେ ସାଥେ ଯାଏ। ଶାଶୁ ଶ୍ୱଶୁରଙ୍କ ଆଜ୍ଞା ନେଇ ସାବିତ୍ରୀ ସତ୍ୟବାନଙ୍କ ସହିତ ବଣକୁ ଗଲେ। ଘୋର ବଣରେ ସତ୍ୟବାନ କାଠ ହାଣିବାକୁ ଗଛକୁ ଚଢ଼ିଲେ। କାଠ ହାଣି ନ ସାରୁଣୁ ଗଛରୁ ଓହ୍ଲାଇ ପଡ଼ିଲେ ଓ ସାବିତ୍ରୀଙ୍କୁ କହିଲେ, ହେ ପ୍ରାଣସହି, ମୋ ମଥା ଘୂରେଇ ଦେଉଛି ଓ ଚାରିଆଡ଼ ଅନ୍ଧାର ଦିଶୁଛି, ଚାଲିବା ପାଇଁ ଶକ୍ତି ପାଉନାହିଁ। ସାବିତ୍ରୀ କହିଲେ, ବ୍ୟସ୍ତ ହୁଅ ନାହିଁ। ଏପରି କହି ନିଜର ପଣତ ଭୂମିରେ ପାରିଦେଲେ ଓ ସ୍ୱାମୀଙ୍କ ମଥାକୁ କୋଳରେ ରଖି ନିମିଷ ପାଇଁ ବସିଗଲେ। ଏପଟେ ସତ୍ୟବାନ ନୟନ ମୁଦିଦେଲେ, ଡାକିଲେ ମଧ୍ୟ ଉତ୍ତର ଦେଲେ ନାହିଁ। ସାବିତ୍ରୀ ଜାଣିଲେ ସତ୍ୟବାନଙ୍କର ଆଉ ଜୀବନ ନାହିଁ। ସେ ରୋଦନ କରିବାକୁ ଲାଗିଲେ, ଡାକିଲେ, ରଖ ଚକ୍ରପାଣି। ସେତେବେଳେ ଦେବମୂର୍ତ୍ତିଟିଏ ଉଭା ହେଲେ। ସାବିତ୍ରୀ ପଚାରିଲେ, ତୁମେ କିଏ? ଜ୍ୟୋତିର୍ମୟ ମୂର୍ତ୍ତିଟି କହିଲେ, ମୁଁ ହେଉଛି ଜନ୍ତୁପତି ଯମ, ମୃତ୍ୟୁର ଦେବତା। ତୁମେ ମହାସତୀ ଅଟ, ଆଉ ସ୍ୱାମୀଙ୍କୁ କୋଳରେ ଧରିଛ। ତେଣୁ ମୋ ଦୂତମାନେ ତୁମକୁ ଡରି ବାହୁଡ଼ି ଗଲେ। ତେଣୁ ମୁଁ ସ୍ୱୟଂ ସତ୍ୟବାନର ପ୍ରାଣ ନେବା ପାଇଁ ଆସିଛି। ସାବିତ୍ରୀ କହିଲେ, ହେ ଜନ୍ତୁପତି, ଦୟାକର, ତୁମେ ଯଦି ସ୍ୱାମୀଙ୍କ ପ୍ରାଣ ନେଇଯିବ ତେବେ ମୁଁ କାହା ମୁହଁ ଚାହିଁ ବଞ୍ଚିବି? ଯମରାଜ କହିଲେ, ଶୁଣ ସତୀ, ଜନ୍ମ ଥିଲେ ତ ମୃତ୍ୟୁ ଅଛି। ସହଜରେ ମୁଁ ମୃତ୍ୟୁ ଦେବ, ଦୟା ମାନେ କ'ଣ ମୁଁ ଜାଣେ ନାହିଁ। ଏପରି କହି ଯମ ସତ୍ୟବାନର ପ୍ରାଣ ନେଇ ଚାଲିଲେ। କିଛି ବାଟ ଯାଇ ଦେଖନ୍ତି ତ ସାବିତ୍ରୀ ପଛେ ପଛେ ଆସୁଛନ୍ତି। ଯମ କହିଲେ, ବାଇଆଣୀ ପରି ବୃଥାରେ ପଛରେ କାହିଁ ପାଇଁ ଆସୁଛ? ସାବିତ୍ରୀ କହିଲେ, ହେ ଗୋସାଇଁ, ସ୍ୱାମୀ ପଥେ ଯାତ୍ରୀ ମୁହିଁ। ସତୀ ନାରୀ ମୁଁ ପତିବ୍ରତା, ମୋର ଆଉ ଅନ୍ୟ ରାସ୍ତା ନାହିଁ, ତେଣୁ ମୁଁ ତୁମ ପଛରେ ଆସୁଛି। ଯମ କହିଲେ, ଶୁଣ, ମୁଁ ତୁମ ପତିବ୍ରତାରେ ସନ୍ତୁଷ୍ଟ। ସତ୍ୟବାନର ପ୍ରାଣ ଛଡ଼ା ଆଉ ଯେଉଁ ବର ମାଗୁଛ ମାଗ। ସାବିତ୍ରୀ କହିଲେ, ମୋ ଶ୍ୱଶୁର ଅନ୍ଧ ଅଟନ୍ତି, ତାଙ୍କୁ ଦୃଷ୍ଟିଶକ୍ତି ମିଳୁ। ଯମ ତଥାସ୍ତୁ କହି ଚାଲିଲେ। କିଛି ବାଟ ଯାଇ ଦେଖନ୍ତି ଯେ ସାବିତ୍ରୀ ପୁଣି ପଛରେ ଆସୁଛନ୍ତି। ଯମ କହିଲେ, ବର ତ ପାଇଲ, ପୁଣି କାହିଁକି ଆସୁଛ? ସାବିତ୍ରୀ କହିଲେ, ହେ ପ୍ରଭୁ, ମୁଁ କି ପୁଣ୍ୟ କରିଥିଲି, ତୁମକୁ ଏ ନୟନରେ ଦର୍ଶନ କଲି। ମୋ ଜୀବନ ଧନ୍ୟ ହେଲା। ତୁମକୁ ଛାଡ଼ିଯିବା ପାଇଁ ମୋ ମନ ବଳୁନାହିଁ, ତେଣୁ ପଛେ ପଛେ ଆସୁଛି। ଏହା ଶୁଣି ଯମ ଆନନ୍ଦିତ ହୋଇ କହିଲେ, ଆଉ ଗୋଟେ ବର ମାଗ, କିନ୍ତୁ ସତ୍ୟବାନର ପ୍ରାଣ ନୁହେଁ। ସାବିତ୍ରୀ କହିଲେ, ହେ ଦେବ, ମୋ ଶ୍ୱଶୁରଙ୍କର ରାଜ୍ୟ ଲାଭ ହେଉ। ଯମ ତଥାସ୍ତୁ କହି ଚାଲିଗଲେ। ସାବିତ୍ରୀ ପୁଣି ପିଛା କଲେ। ଯମ ପୁଣି ପଛକୁ ଚାହିଁଲେ ଓ କହିଲେ, ଏ ବଡ଼ ବିଷମ କଥା ହେଲା। 2ଟା ବର ଦେଲା ପରେ ମଧ୍ୟ ଆହୁରି ପିଛା କାହିଁକି କରୁଛ? ସାବିତ୍ରୀ କହିଲେ, ହେ ଯମରାଜ, ତୁମେ ତ ଅତି ନ୍ୟାୟବନ୍ତ, କିନ୍ତୁ ମୋତେ ତ ନ୍ୟାୟ ଦେଲ ନାହିଁ, ତେଣୁ ତୁମ ପଛରେ ଆସୁଛି। ଶ୍ୱଶୁର ସିନା ସୁଖୀ ହେବେ, ହେଲେ ମୋ ପିତା ବଡ଼ ଦୁଃଖୀ ଅଟନ୍ତି। ଦୁହିତା ଦୁଇ କୂଳକୁ ହିତା। ମୋ ପିତାଙ୍କର କେହି ପୁତ୍ର ନାହାନ୍ତି,
ତେଣୁ ତାଙ୍କ ଔରୁସରୁ 100 ପୁତ୍ର ଜନ୍ମ ହୋଇ ବଂଶ ରକ୍ଷା କରନ୍ତୁ। ଏହି ବର ମୁଁ ମାଗୁଛି। ପିତା ଓ ଶ୍ୱଶୁର ଦୁହେଁ ମୋ ପାଇଁ ଏକା, ତେଣୁ ଏହି ଭିକ୍ଷା ମୁଁ ମାଗୁଛି। ଯମ ତଥାସ୍ତୁ କହିଗଲେ। କିନ୍ତୁ ସାବିତ୍ରୀ ତଥାପି ଯମଙ୍କ ପିଛା ଛାଡ଼ୁନଥାନ୍ତି। ଏଥର ଯମରାଜ ପଛକୁ ଚାହିଁ ଦେଖିଲେ ସାବିତ୍ରୀ ଆସୁଛନ୍ତି। ଏଥର ଯମରାଜ ସାବିତ୍ରୀଙ୍କୁ କହିଲେ, ହେ ସାବିତ୍ରୀ, ଏଥର ତୁମେ ଫେରିଯାଅ। ତୁମ ସତୀତ୍ୱ ବଳରେ ତୁମେ ଏତେ ପର୍ଯ୍ୟନ୍ତ ଆସିଲ। ସେପାରିକୁ ଆଉ ତୁମେ ଏ ନର ଦେହରେ ଯାଇପାରିବ ନାହିଁ। ଏହିଠାରୁ ମୁଁ ଅନ୍ତର୍ଦ୍ଧାନ ହେବି। ସେପାରେ ମହାଶୂନ୍ୟ ଅଟେ, ମୋତେ ଆଉ ପାଇବ ନାହିଁ। ହେ ସତୀ, ନିଜ ପଥରେ ଫେରିଯାଅ। ସାବିତ୍ରୀ କହିଲେ, ହେ ଠାକୁର, ଏ ଜୀବନର କି ମୂଲ୍ୟ? ଏହା ଥାଇ କି ଲାଭ? ମୁଁ ଏପାରି ସେପାରି କିଛି ଜାଣେନା। କାହିଁକି ଅବା ମୁଁ ଫେରିଯିବି? ତୁମେ ତ ସୂର୍ଯ୍ୟଙ୍କ ପୁତ୍ର। ତୁମ ତେଜରେ ମୋତେ ଜାଳି ଦିଅ। ମାୟାରେ ଏତେ ବାଟ କଢ଼ାଇ ଆଣିଲ, ଏବେ ଫେରିଯିବାକୁ କହୁଛ? ଅବଳା ପ୍ରତି ଏ ଅବିଚାର ଉଚିତ ନୁହେଁ। ଏଥର ଯମ ବିଚାର କରି କହିଲେ, ସତ୍ୟବାନର ପ୍ରାଣ ଛଡ଼ା ଚତୁର୍ଥ ବର ତୁମେ ଅତି ଶୀଘ୍ର ମାଗ, ମୁଁ ଯିବି। ସାବିତ୍ରୀ ବର ମାଗିଲେ, ସ୍ୱାମୀଙ୍କ ଔରୁସରୁ ମୋର 100ଟି କୁମାର ଜନ୍ମ ନିଅନ୍ତୁ। ତଥାସ୍ତୁ କହି ଯମ ଆଗକୁ ଚାଲିଲେ। ପଛରେ ସାବିତ୍ରୀ ଗୋଡ଼ାଇଲେ। ଯମରାଜ କହିଲେ, ମୋର ବରଦାନ ଦେବା ସରିଲା। ବୃଥାରେ ମୋ ପଛରେ କାହିଁକି ଆସୁଛ? ଆଉ ମୋଠାରେ କୌଣସି ପ୍ରୟୋଜନ ନାହିଁ। ଫେରିଯାଅ। ଯମରାଜ କୋଠର ହୋଇ କହିଲେ, ଯଦି ମୋ କଥା ନ ମାନିବ, ତାହେଲେ ତାର ପରିଣାମ ଭୋଗିବ। ସାବିତ୍ରୀ ବିନୟ ଭାବରେ କହିଲେ, ମୋ କଥା ଟିକେ ଶୁଣନ୍ତୁ। ନିଜ ବଚନ ନିଜେ ଭୁଲି ଚାଲିଯିବା ପାଇଁ କହୁଛନ୍ତି। ଆପଣଙ୍କର ସତ୍ୟ ନଷ୍ଟ ହେଲେ ଏ ଜଗତରେ କି ଯଶ ରହିବ? ସ୍ୱାମୀଙ୍କ ଔରୁସରୁ ସତକୁମାର ଜନ୍ମ ହେବା ପାଇଁ ବର ଦେଇଛ। ମୁଁ ସତୀ ନାରୀ ଅଟେ, କ'ଣ ମୁଁ ଅନ୍ୟ ପତି ବରଣ କରିବି? ହେ ଜନ୍ତୁପତି, ଉତ୍ତର ଦିଅନ୍ତୁ। ଯମରାଜ ଚକିତ ହୋଇଗଲେ। କିପରି ସେ ସତ୍ୟ ହାରିବେ? ସାବିତ୍ରୀଙ୍କୁ ଚାହିଁ କହିଲେ, ତୁମର ଜୟ ହେଲା। ତୁମର ସତୀତ୍ୱ ବଳରେ ତୁମେ ଆଜି ମୋତେ ଜିତିଗଲ। ବିଷ୍ଣୁ ଯେପରି ମାୟା ବଳରେ ସମସ୍ତଙ୍କୁ ମୋହିତ କରନ୍ତି, ସେମିତି ତୁମେ ତୁମ ସତୀତ୍ୱ ମାୟାରେ ମୋତେ ମୋହିତ କଲ। ପରୋକ୍ଷରେ ସତ୍ୟବାନ ପ୍ରାଣ ମାଗିନେଲ। ମୁଁ ନିଷ୍ଠୁର ଯମ ଆଜି ବିଧିର ନିୟମକୁ ଲଙ୍ଘନ କରୁଛି। ତୁମ ପ୍ରତି ମୁଁ ଅତି ପ୍ରସନ୍ନ ହେଲି। ଏପରି କହି ଯମରାଜ ଚର୍ମପାଶ ଖୋଲିଦେଲେ। ତୁମ ପତି ଦୀର୍ଘାୟୁ ହେବେ କହି ବର ଦେଲେ ଏବଂ କହିଲେ, ଯାଅ, ସେହି ସ୍ଥାନକୁ ବେଗେ ଯାଅ। ସ୍ୱାମୀଙ୍କୁ ନିଜ କୋଳକୁ ତୋଳି ନିଅ। ତୁମ ସ୍ପର୍ଶ ପାଇଲେ ତୁମ ସ୍ୱାମୀ ଶରୀରରେ ପ୍ରାଣ ଚାଲି ଆସିବ। ତୁମର ଏ କାହାଣୀ ଯୁଗ ଯୁଗକୁ ଅମର ହୋଇ ରହିବ। ସତୀତ୍ୱ ପତିବ୍ରତା ଶକ୍ତି ମୃତ୍ୟୁକୁ ଗଲା ଆଜି ଜିତି। ଏପରି କହି ଯମ ଅନ୍ତର୍ଦ୍ଧାନ ହେଲେ। ସାବିତ୍ରୀ ପ୍ରଣାମ କରି ସ୍ୱାମୀଙ୍କ ନିକଟକୁ ଫେରି ଆସିଲେ। ତାଙ୍କୁ କୋଳକୁ ଆଣିଲେ। ତାଙ୍କ ସ୍ପର୍ଶ ପାଇ ସତ୍ୟବାନ ସତେକି ନିଦରୁ ଉଠିଲେ। କହିଲେ, ସ୍ୱପ୍ନ ଦେଖୁଥିଲି ବୋଧେ। ଏତେବେଳେ ଯାଏ ମୁଁ କାହିଁକି ଶୋଇ ରହିଥିଲି? ଚାଲ ଶୀଘ୍ର ଫେରିଯିବା। ପିତାମାତା ବ୍ୟସ୍ତ ହେଉଥିବେ। ଆସ, ମୋ ବାମ ହାତ ଧରି ଚାଲ। ମୁଁ ସବୁ ବାଟ ଦେଖିଛି। ସହଜରେ ତୁମକୁ ନେଇଯିବି। ସାବିତ୍ରୀ କହିଲେ, ହେ ନାଥ, ଆଜି ମୋ ପଥ ଆଲୋକିତ। ତୁମେ ମୋ ସୀମାନ୍ତରେ ଜହ୍ନ। ଚାନ୍ଦିନୀ ତୁମେ ମନ ବନ। ଏବନେ ନାହିଁ ତେଣୁ ଭୟ। ମୋ ପାଇଁ ନ ହୁଅ ଅଥୟ। ତୁମକୁ ପାଇଛି ମୁଁ ଫେରି, ଆଉ କାହାକୁ ଯିବି ଡରି? ଏହାପରେ ଦୁହେଁ ଆନନ୍ଦରେ ଆଶ୍ରମରେ ପ୍ରବେଶ କଲେ। ରାଜା ଚକ୍ଷୁ ସହିତ ରାଜ୍ୟ ଫେରି ପାଇଛନ୍ତି। ଦ୍ୟୁମତ ସେନ ପୁଅ ବୋହୂଙ୍କୁ ଦେଖିପାରି ଆନନ୍ଦରେ କାନ୍ଦି ପକାଇଲେ। ଆଶ୍ରମବାସୀମାନେ ସମସ୍ତେ ଘେରିଗଲେ ଓ ସବୁ କଥା ପଚାରିଲେ। ସାବିତ୍ରୀ ସବୁ ବୁଝାଇ କହିଲେ। ଯମରାଜଙ୍କ ବରଦାନ କଥା ସବୁ ଶୁଣାଇଲେ। ସମସ୍ତେ ଚକିତ ହୋଇ ଧନ୍ୟ ସାବିତ୍ରୀ ଧନ୍ୟ କହିଲେ। ଆଶ୍ରମ ଉଛୁଳି ଉଠିଲା। ଦ୍ୟୁମତ ସେନ ନିଜ ରାଜ୍ୟକୁ ଫେରିଗଲେ। ସେଠାରେ ସେ ରାଜା ହେଲେ ଓ ସତ୍ୟବାନ ହେଲେ ଯୁବରାଜ। ଏମିତି କିଛି ଦିନ ଗଲା ପରେ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ଆସିଲା। ସାବିତ୍ରୀ ସେହିଦିନ ପ୍ରଭାତୁ ସ୍ନାନ ସାରି ଘର ଅଗଣା ଶୌଚ କଲେ। ଲକ୍ଷ୍ମୀନାରାୟଣଙ୍କୁ ସ୍ମରଣ କରି ବିଭିନ୍ନ ପ୍ରକାର ଫଳରେ ଭୋଗ ବାଢ଼ିଲେ। ହଳଦିଆ ସୂତାରେ 7 ଖିଅରେ ବ୍ରତ ଗୁନ୍ଥି 7 ଗଣ୍ଠି ପକାଇ ଲକ୍ଷ୍ମୀନାରାୟଣଙ୍କୁ ସମର୍ପଣ କରି ଦକ୍ଷିଣ ବାହୁରେ ବାନ୍ଧିଲେ। ଶଙ୍ଖା, ସିନ୍ଦୁର, ନୂଆ ଶାଢ଼ୀ, ଗାୟତ୍ରୀ ମନ୍ତ୍ର ଦ୍ୱାରା ବ୍ରାହ୍ମଣଙ୍କ ଦ୍ୱାରା ମନ୍ତୁରାଇ ପିନ୍ଧିଲେ। ସ୍ୱାମୀ ଓ ଗୁରୁଜନଙ୍କୁ ପ୍ରଣାମ କରି ପ୍ରସାଦକୁ ବାଣ୍ଟିଲେ। ସୁଚିତ୍ତରେ ଫଳାହାର କରି ବ୍ରତ କଲେ। ଏ ଥିଲା ସାବିତ୍ରୀ ବ୍ରତ କଥାଟି। ଆଶା କରେ ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିଥିବ।